ଯୁଦ୍ଧ ମଧ୍ୟରେ ଭାରତକୁ ମିଳିଲା ବଡ଼ ରାସ୍ତା, ମାରିନେଲା ବାଜି ନୂଆଦିଲ୍ଲୀ। ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ଘରୋଇ ଗ୍ୟାସ ଅଭାବ ମଧ୍ୟରେ ନୂଆଦିଲ୍ଲୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛି। ଏକ ଆର୍ଥିକ ସଂକଟର ଆଶଙ୍କାକୁ ସମ୍ମୁଖୀନ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ ସହିତ ଆଲୋଚନାରେ ସାମିଲ ହୋଇଛନ୍ତି ଏବଂ ଏକକାଳୀନ ଆମେରିକା ସହିତ ଦୃଢ଼ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି। ଏହି ରଣନୀତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ହେଉଛି ଦୁଇଟି ଭାରତୀୟ ଏଲ୍‌ପିଜି ଟ୍ୟାଙ୍କର ହର୍ମୁଜ ଷ୍ଟ୍ରେଟ୍ ଦେଇ ଯିବା। ଇରାନ ବିରୋଧରେ ଇସ୍ରାଏଲ ଏବଂ ଆମେରିକା ମିଳିତ ବିମାନ ଆକ୍ରମଣ ପରେ ଗତ 2 ସପ୍ତାହ ଧରି ହର୍ମୁଜ ଷ୍ଟ୍ରେଟ୍ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି। ସଂଘର୍ଷ କ୍ଷେତ୍ର ମଧ୍ୟରେ ବର୍ତ୍ତମାନ କେବଳ ଭାରତ, ଇରାନ ଏବଂ ରୁଷିଆକୁ ଏହି ପରିବହନ ପଥ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ପରବର୍ତ୍ତୀ ଖବର। ଆଉ ନାହିଁ ଚିନ୍ତା। ସାରା ବିଶ୍ୱରେ ଜାରି ରହିଥିବା ତେଲ ସଂକଟ ଭିତରେ ଭାରତ ପାଇଁ ଆସିଲା ଗୁଡ୍ ନ୍ୟୁଜ୍। ବିଶ୍ୱ ବଜାରରେ ତୈଳ ଅଭାବକୁ ଦୂର କରିବା ପାଇଁ ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଏହାର ଜରୁରୀକାଳୀନ ଭଣ୍ଡାର ପାଇଁ ଦ୍ୱାର ଖୋଲି ଦେଇଛି। ରଇଟର୍ସ ରିପୋର୍ଟ ଅନୁଯାୟୀ ସଦସ୍ୟ ଦେଶମାନେ ବଜାରରେ ଅଶୋଧିତ ତୈଳ ଯୋଗାଣକୁ ବୃଦ୍ଧି କରିବା ପାଇଁ ଏକ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସ୍ତାବିତ ମୁକ୍ତର ପ୍ରାୟ 72% ଅଶୋଧିତ ତୈଳ ରହିବ। ସେହିପରି 28%ରେ ବିଶୋଧିତ ତୈଳ ଉତ୍ପାଦ ରହିବ। ବର୍ଦ୍ଧିତ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାରମାନେ ବାଧ୍ୟତାମୂଳକ ଶିଳ୍ପ ସଂରକ୍ଷଣରୁ 116.6 ନିୟୁତ ବ୍ୟାରେଲ୍ ଏବଂ ସେମାନଙ୍କ ନିଜସ୍ୱ ଜାତୀୟ ସଂରକ୍ଷଣରୁ 271.7 ନିୟୁତ ବ୍ୟାରେଲ୍ ଉପଲବ୍ଧ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।